ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଶୁଭକାମନା ଶୁଭ ଦୀପାବଳି। ତ ଆପଣଙ୍କର ଦୀପାବଳିଟା ବହୁତ ଭଲରେ କଟୁଥିବ ଆଶା କରୁଛି, କିନ୍ତୁ ଆମର ଏ ବର୍ଷ ବି ବହୁତ ଭଲ କଟିଲା। ଗଲା 2-3 ବର୍ଷ ଅପେକ୍ଷା ଏ ବର୍ଷ ଆମେ ଭଲରେ କଟେଇଲୁ। ତ ପ୍ରଥମେ ଆମର ଦିନବେଳା ପ୍ରଥମ ଦିନ ଯେଉଁଟାକି ପୟା ଶ୍ରାଦ୍ଧ ହୁଏ, ଶ୍ରାଦ୍ଧ ଦିନବେଳେ ମାନେ ବିନା ପିଆଜ ରସୁଣରେ ପ୍ରସ୍ତୁତ ରୋଷେଇ ହୁଏ, ଯେଉଁଟାକି ଆମର ପୂର୍ବପୁରୁଷ ଏବଂ ବଡ଼ ବଡ଼ିଆ ଯେଉଁମାନଙ୍କୁ କୁହନ୍ତି ପିତୃପୁରୁଷମାନଙ୍କୁ ଖାଇବା ପାଇଁ ଦିଆଯାଏ। ତ ଏଠି ଆମର ରୋଷେଇ ସରିଯାଇଛି। ତ ମା ଏଠି ବସିକିନା ପୂଜାର ଆୟୋଜନ କରୁଛନ୍ତି। ତ ସେ ପ୍ରଥମେ ଆମର କାନ୍ଥରେ ଯେକୌଣସି ଯେତିକି ପୂର୍ବଜମାନଙ୍କର ମନେ ଥିବ ନା, ସେମାନଙ୍କର ନାଁ ମନରେ ସ୍ମରଣ କରିକି ସେଠି ଟୀକା କରାଯାଏ। ତ ଟୀକା କଲା ପରେ ଯାହା ବି ଆମେ ରୋଷେଇ କରିଥିବୁ ସେସବୁ ରୋଷେଇ ଏକାଠି ଗୋଟେ ଥାଳିରେ ଆଣିକି ତାକୁ କ'ଣ କରାଯାଏ ନା, କଦଳୀପତ୍ର ଉପରେ ପଣସ ପତ୍ର ରଖିକି ସମସ୍ତ ତରକାରୀ ଭାତ ସବୁ କିଛି ଗୋଳେଇକି ନା, ଆମର ତ 6ଟା କରାଯାଇଥିଲା ପଣସ ପତ୍ରରେ ଖାଇବା। ତ ଆମର କାକି ଶାଶୁ ମାନେ ଆମ ଶ୍ୱଶୁରଙ୍କର ଭାଇ ଆଉ ଆମ ଶ୍ୱଶୁର, ଆମ 2 ଘର ମିଶିକିନା ଏଇଟା କରିଥିଲୁ। ତ ସେ କିଛି ତାଙ୍କ ଘରୁ ରୋଷେଇ କରିକି ଆଣିଥିଲେ, ଆମେ ଯାହା ରୋଷେଇ କରିଥିଲୁ। ତ ମା ଏଠି ବସିକିନା ପୂଜା କରୁଛନ୍ତି। ମାଙ୍କର କାକି ଶାଶୁ ବି ଅଛନ୍ତି, ସିଏ ଆସିକିନା ଟିକେ ଟିକେ କହି ଦଉଥିଲେ କେମିତି ପୂଜାଟା ହବ। ତେଣୁ ମା ସେଇ ଅନୁସାରେ କରୁଥିଲେ। ତ ପୂଜାଟା ଆରମ୍ଭ କରିଦେଇଛନ୍ତି ମା। ସମସ୍ତ ଯେମିତି ନିୟମରେ କରାଯାଏ ସେମିତି କରିକିନା ପଣସ ପତ୍ରରେ ସମସ୍ତ ଖାଇବା ଏଠି ଗୋଲ ଗୋଲ କରିକି ରଖି। ତ ଏଟା ଥିଲା ଦିନର ଭିଡ଼ିଓ। ତେଣୁ ରାତିରେ ଆମର ପୟା ଶ୍ରାଦ୍ଧ ଯେଉଁ ପୟା ଡାକ ହବ ତାର ଭିଡ଼ିଓ ବି ମୁଁ ଆପଣମାନଙ୍କ ପାଇଁ ଆଉ ଏକ ଭିଡ଼ିଓରେ ନେଇ ଆସିବି। ଗୋଟେ ଭିଡ଼ିଓରେ ସମ୍ପୂର୍ଣ୍ଣ କରିବା ତ ସମ୍ଭବ ନୁହେଁ। ତ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଆପଣଙ୍କ ଆଡ଼େ ଏମିତି ନିୟମରେ କରାଯାଏ ପୂଜା, କି ଆଉ କେଉଁ ନିୟମରେ କରାଯାଏ କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।